ସତରେ ଦେଖୁ ଦେଖୁ ସମୟ କେତେବେଳେ ବିତିଗଲା ଜାଣି ହେଲାନି। ଦେଖୁନାହାନ୍ତି ପାଖାପାଖି 6ରୁ 7 ମାସ ହେଇଗଲାଣି ମୁଁ ଆସିକି ଓଡ଼ିଶାରେ ଥିଲି। ଆଜି ଫାଇନାଲି କ୍ୱାର୍ଟର ମିଳିଯାଇଛି ତ ଆମେ ବାହାରୁଛୁ ଯିବା ପାଇଁକି। ଜିନିଷପତ୍ର ବହୁତ ହେଇଯାଉଛି, କ'ଣ କରିବା। ବହୁତ ଲୋକ ନାହିଁ, କିଛି ଜଣ କହୁଛନ୍ତି ଏତେ ଜିନିଷ କାହିଁକି ନେଇକି ଯାଉଛ, କାହିଁକି ନେଇକି ଆସୁଛ, ହଇରାଣ ହେଉଛ, ଲୁଗାପଟା। ଆରେ ଭାଇ ତାଙ୍କୁ କିଏ ବୁଝେଇବ। ଯଦି ତୁମେ ଗୋଟିଏ ଜାଗାରେ ନିଜ ଘର ବସେଇକି ରହୁଛ ତ ଜିନିଷ ତ ଅବଭିୟସଲି ଜିନିଷ ବହୁତ ହେବ, ଟିକି ନିଖି ଜିନିଷ ଦରକାର ପଡ଼େ। ସାଙ୍ଗରେ ଛୋଟ ଛୁଆ ଅଛି, ସେସବୁର ବି ଧ୍ୟାନ ରଖିବାକୁ ପଡ଼େ। ଟ୍ରେନରେ ଆମେ ଆସୁଛୁ, ରାସ୍ତାରେ ଆମର କ'ଣ ଦରକାର, ଯେମିତି ଛୋଟ ପିଲା ଅଛି ତାକୁ ହଠାତ୍ ଜ୍ୱର ହେଇପାରେ, ଥଣ୍ଡା ହେଇପାରେ, ବାନ୍ତି ହେଇପାରେ, ସେସବୁ ପାଇଁକି ମେଡ଼ିସିନ ରଖିବାକୁ ପଡ଼େ ଯେଉଁଟାକି ଆମେ ସାଙ୍ଗରେ ନେବା। ତା ପାଇଁକି ହଠାତ୍ ଭୋକ ଲାଗିଲେ କ'ଣ ଖାଇବ, ଫ୍ରୁଟ୍ସ ନେବାକୁ ପଡ଼େ, ବିସ୍କିଟ୍ ନେବାକୁ ପଡ଼େ, ବହୁତ ପ୍ରକାର ଜିନିଷ ରଖିବାକୁ ପଡ଼େ। ଛତୁଆ ନେଇକି ମୁଁ ଯାଏ, ତା ସହିତ ଗ୍ଲାସ୍ ଚାମଚ ସବୁ ରଖିବାକୁ ପଡ଼େ। ମାନେ କିଛି ଯେଉଁଠି ଯଦି ନ ମିଳିଲା ତ ଛୁଆକୁ କମ୍ ସେ କମ୍, ଛୁଆକୁ କ'ଣ ନିଜେ ବି ହେଉ ପଛେ ଛତୁଆ ଟିକେ ଗୋଳେଇକି ଆମେ ପିଇପାରିବା ଯେହେତୁ ଓଡ଼ିଆ ଲୋକ। ତ ଏସବୁ ଜିନିଷ ଧ୍ୟାନ ରଖିବାକୁ ପଡ଼େ। ଯେଉଁମାନେ ବାହାରେ ରହୁଛନ୍ତି, ଯିବା ଆସିବା କରୁଛନ୍ତି, ସେମାନେ ଏସବୁର ମୂଲ୍ୟ ବୁଝିପାରିବେ। ଯେଉଁମାନେ ଘରେ ଖାଲିଟାରେ ବସିକି ଏସବୁ ଗପ ମାରି ଦେଉଛନ୍ତି ଯେ ଏମିତି କଲି ସେମିତି କଲି, ସେମାନେ ଏହାର ମୂଲ୍ୟ କେବେ ବି ହେଲେ ବୁଝିପାରିବାନି। ତେଣୁକରି ଯେତେ ପାରୁଛନ୍ତି ଲୋକଙ୍କ କଥାରୁ ମୁଁ କହିବି ଇଗ୍ନୋର କରନ୍ତୁ। ସେମାନେ କ'ଣ କହୁଛନ୍ତି, କ'ଣ ଭାବୁଛନ୍ତି, ସେଇଟା ଆପଣଙ୍କ ପର୍ସନାଲ୍ ଲାଇଫ୍ ସହିତ ଆପଣ ତାକୁ ଜମା ବି ଯୋଡ଼ନ୍ତୁ ନାହିଁ। ଆପଣ କ'ଣ କରୁଛନ୍ତି, ଆପଣ କେମିତି ଷ୍ଟ୍ରଗଲ୍ କରୁଛନ୍ତି, ସେ ଜିନିଷ କେବଳ ଆପଣ ହିଁ ଜାଣିଛନ୍ତି। ତେଣୁ କରିକି ନିଜ କାମ ଉପରେ ଫୋକସ୍ କରନ୍ତୁ, ନିଜ କର୍ମ ଉପରେ ଫୋକସ୍ କରନ୍ତୁ। ବାସ୍ ଭଗବାନଙ୍କ ଉପରେ ଭରସା ରଖନ୍ତୁ। କିଏ କ'ଣ କଲା, କ'ଣ କହିଲା ଆପଣଙ୍କ ବିରୁଦ୍ଧରେ, ଆପଣଙ୍କ ପଛରେ, ମୋ ବିରୁଦ୍ଧରେ ବି, ମୋ ପଛରେ ବି କ'ଣ କଥା ହେଉଛନ୍ତି, କିଏ କ'ଣ କରୁଛନ୍ତି, ମୁଁ ସବୁ ଜାଣୁଛି। କିନ୍ତୁ ଗୋଟିଏ ଜିନିଷ କୃଷ୍ଣ ଭଗବାନଙ୍କୁ ନେଇକି ଚାଲିଛେ କି କୃଷ୍ଣ ସବୁଦିନେ ନା ଦିନେ ଭଲ କରିଦେବ, ଠିକ୍ କରିବ। ରହିଲି, ଜୟ ଶ୍ରୀ କୃଷ୍ଣ, ଜୟ ଜଗନ୍ନାଥ।